ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଚାହୁଁଛନ୍ତି କିଛି ହେଲ୍ଦି ଖାଇବୁ ଆଉ ଯେଉଁଟାକି ଜଲ୍ଦି ବି ବନିଯାଉଥିବ। ଆଉ ସାଧାରଣତଃ ଅଫିସରୁ କି ନିଜ କାମରୁ ଫେରିଲା ପରେ ଇଚ୍ଛା ହୁଏ ଯେ ଜଲ୍ଦି କେମିତି ହେଇଯିବ, ଆଉ ଭୋକ ବି ଜୋରରେ ଲାଗୁଥାଏ। ତ ଏଇଟା ହେଉଛି ସେମିତି ଗୋଟେ ଇନଷ୍ଟାଣ୍ଟ ରେସିପି। ମୁଁ ଏଥିରେ ଦହିରେ ସୁଜି ଆଡ଼୍ କରିଛି। ସୁଜି ସହିତ ଓଟ୍ସଟା ବହୁତ ହେଲ୍ଦି ଦେହ ପାଇଁ, ଆଉ ବେସନ ବି ଆଡ଼୍ କରିଛି। ତା ସହିତ ଗାଜର, ବିଟ୍ ଆଉ ପିଆଜ ଏସବୁ ଆପଣ ଚାହିଁଲେ ଆପଣଙ୍କ ମନପସନ୍ଦର ଆହୁରି କିଛି ବି ପରିବା, ବାକି ତାକୁ ଛୋଟ ଛୋଟ ଚପ୍ କରିକି ଆପଣ ପକାଇବେ, ବହୁତ ଭଲ ଲାଗିବ। ତାପରେ ଲୁଣ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଗୋଟା ଜିରା ସବୁ ଆଡ଼୍ କରିଛି। ଆଡ଼୍ କରିକି ତାକୁ ଭଲସେ ମିକ୍ସଚରଟାକୁ ମିଶାଇ ଦେଇଛି। ମିଶାଇ ଦେଇ ସାରିଲା ପରେ ଆପଣ ଚାହିଁଲେ ୟାକୁ ଡିପ୍ ଫ୍ରାଏ ବି କରିପାରିବେ। ଯେହେତୁ ଆମେ ହେଲ୍ଦି ବନାଉଛନ୍ତି, ତ ହେଲ୍ଦି ବନାଇବା ପାଇଁ ହେଲେ ତ ଡିପ୍ ଫ୍ରାଏ କଲେ ଚଳିବନି। ତାପରେ ଆଜିକାଲି ବହୁତ ଲୋକ ଅଏଲ୍ ଆଭଏଡ଼୍ କରୁଛନ୍ତି। ତ ଅଏଲ୍ ଆଭଏଡ଼୍ କରିବାକୁ ଚାହିଁଲେ ଆପଣ ତାକୁ ଏୟାର ଫ୍ରାଏ ବି କରିପାରିବେ। ବଟ୍ ମୁଁ ଏଠି ଗୋଟେ ତାୱା ବସାଇକି ସେଥିରେ ବାସ୍ ତାକୁ ଫ୍ରାଏ କରିଥିଲି, ଲିଟିଲ୍ ଫ୍ରାଏ କରିଥିଲି, ଡିପ୍ ଫ୍ରାଏ କରିନି। ଏମିତି ବି ବହୁତ ଟେଷ୍ଟି ହିଁ ଲାଗୁଥିଲା। ଆପଣ ଚାହିଁଲେ ତାକୁ ଯେକୌଣସି ଚିଲି ସସ୍, ଟମାଟୋ ସସ୍, ମଷ୍ଟାର୍ଡ଼ ସସ୍ ଯେଉଁଥିରେ ହେଲେ ବି ଆପଣ ତାକୁ ଖାଇପାରିବେ। ବହୁତ ଟେଷ୍ଟି ଲାଗେ। ଆଉ ସମସ୍ତେ ଘରେ ଥରେ ଟ୍ରାଏ କରନ୍ତୁ। ଟ୍ରାଏ କରିକି ମୋତେ କମେଣ୍ଟ ସେକ୍ସନରେ ଜଣାଇବେ ଯେ ରେସିପି ଆପଣଙ୍କୁ କେମିତି ଲାଗିଲା। ଆଉ ମୁଁ ଏମିତି ସେମ୍ ଟାଇପ୍ର ଯଦି ଆପଣ ରେସିପି ଚାହୁଁଛନ୍ତି ଯେ ମୁଁ ବନେଇକି ଆପଣଙ୍କୁ ଦେଖାଏ ଯେଉଁଟା ଜଲ୍ଦି ବନିଯିବ, ତାହେଲେ ମୋତେ କମେଣ୍ଟ ସେକ୍ସନରେ କମେଣ୍ଟରେ ଜଣାଇବେ। ଆପଣଙ୍କର ଢେର ସାରା ଭଲ ପାଇବା ଏମିତି ମୋତେ ଦେଉଥାନ୍ତୁ। ଆଉ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲିବେନି ମୋ ଚ୍ୟାନେଲକୁ। ଲଭ୍ ୟୁ ଅଲ୍।